ଆଜି ସକାଳେ କେତେ ବଡ଼ ଭୁଲ କାମଟେ କରିଦେଲି। କାହିଁକି ନା କ୍ଷୀର ବସେଇବା ଟିକେ ଡେରି ହେଇଗଲା ବୋଲି କ୍ଷୀର ଛିଡ଼ିଗଲା। 1 ଲିଟର କ୍ଷୀର, ତା ଦାମ ପୁଣି 50 ଟଙ୍କା। ଆଉ କ୍ଷୀର ତ ଛିଡ଼ିଗଲା, ମନ ତ ଦୁଃଖ, କରିବି କ'ଣ? ମୁଁ କୋଉ ଛାଡ଼ିବା ଜନ୍ତୁ। ସେଇ ଛେନା ପାଣି ଗୋଟେ ଗ୍ଲାସକୁ ଢାଳି ଦେଇ ସଙ୍ଗେ ସଙ୍ଗେ ମୋ ସାନ ଝିଅକୁ ପିଇବାକୁ ଦେଇଦେଲି। ପିଲାବେଳେ ତ ଏମିତି ଛେନା ପାଣି ଆମ ଗାଁରେ ମୁଁ କେତେ ପିଇଛି। ଆଉ ମୁଁ ବି ମୋ ଝିଅକୁ ଛେନା ପାଣି ପିଇବାକୁ ଦେଇଦେଲି। ଏମିତିରେ ସେ ଘରେ ଥିଲା, ତାର ଜ୍ୱର ହେଉଛି ବୋଲି। ଆଉ ଛେନା ପାଣିରେ ତ ଢେର ସାରା ପ୍ରୋଟିନ୍ ଅଛି। ଆଉ ଯେଉଁ ଛେନା ଆଉ ଛେନା ପାଣି ଥିଲା, ତାକୁ କ'ଣ କରିବି ଭାବିକି ଗୋଟେ କପଡ଼ାକୁ ଛାଣିଦେଲି ଆଉ ତାକୁ ଚୁପୁଡ଼ି ଦେଲି। ଆଉ ଛେନା ପାଣିକି ଏଥିରେ ମୁଁ ଅଟା ଚକୁଡ଼ି ଦେବି କି ଡାଲିରେ ଦେଇଦେବି। ଏଇ ଛେନା ପାଣିକି ମୁଁ ନ ଫୋପାଡ଼ିକି ଏକ ବୋଟଲରେ ଭର୍ତ୍ତି କରିକି ରଖିଦେଲି। ଅଟା ଚକୁଟିବାରେ ମୁଁ ଚକୁଟି ଦିଏ କି କାକେରା ଜନ୍ତିଲା ବେଳେ ଜନ୍ତି ଦିଏ। ଆଉ ଛେନାକୁ ଚିପୁଡ଼ିକି ତାକୁ ପାଣି ନିଗାଡ଼ିକି ତାକୁ ଫ୍ରିଜରେ ରଖିଦେଲି। ଆଉ ପତିଦେବତା ଆଜି ଘରେ ଖାଇଲେନି, ଆଣିଥିଲେ ପନିର ତରକାରୀ କରିବି ବୋଲି। କିନ୍ତୁ ତାଙ୍କର ବାହାରେ ଏକ ମନ୍ଦିରରେ ଖାଇବା ପଡ଼ିଲା। ଯେହେତୁ ଶ୍ରାବଣ ମାସ ଚାଲିଛି, କୋଉଠି ନା କୋଉଠି ଖାଇବା ପଡ଼ିଯାଉଛି ମନ୍ଦିରରେ। ଆଉ ପିଲାମାନଙ୍କ ପାଇଁ କ'ଣ କରିବି ଭାବିକି ଅରୁଆ ଭାତ ଟାଣ ଥାଇକି ଜାଲିକି ଛାଣିକି ରଖିଦେଲି। ତାପରେ ଡାଲି ବସେଇଦେଲି। ପନିର ତ ଆଣିଥିଲେ, ତାକୁ କାଟିଦେଲି। ଟମାଟୋ, ପିଆଜ, କ୍ୟାପ୍ସିକମ୍, ଲୁଣ, ହଳଦୀ, ଦହି, ଗୁଣ୍ଡ ମସଲା ପକେଇକି ତାକୁ ଭଲ ଭାବେ ମ୍ୟାରିନେଟ୍ କରି ରଖିଦେଲି। କଡ଼େଇରେ ଘିଅ ପକେଇକି ଜିରା, କଞ୍ଚାଲଙ୍କା ଆଉ ଭୃସଙ୍ଗ ପତ୍ର ଫୁଟେଇଦେଲି। ଟିକେ ଲୁଣ ପକେଇଦେଲି। ଆଉ କିଛି ତଡ଼କା ଡାଲିରେ ଫୁଟେଇ ଦେଇକି ସେଇ କଡ଼େଇରେ ଜିରା ରାଇସ୍ କରିଦେଲି। ଲେମ୍ବୁ ଚୁପୁଡ଼ିକି ହେଇଗଲା ମୋର ଜିରା ରାଇସ୍। ତାପରେ ଜିରା ଟିକେ ଫୁଟେଇକି ପନିରରେ ତ ସବୁ ମସଲା ଗୋଳେଇ ଦେଇଥିଲି। ଆଉ ତାୱାରେ ନ ସେକିକି ଏଇ ପନିର କି ଷ୍ଟିକ୍ରେ ତାୱାରେ ଟିକେ ସେକିକି ଗ୍ୟାସରେ ଟିକେ ପୋଡ଼ିଥାନ୍ତି, ମୁଁ ଡାଇରେକ୍ଟ କଡ଼େଇରେ କରିଦେଲି। ହେଇଗଲା ପନିର ଟିକ୍କା। ଆଉ ମୋ ପାଇଁ ଟିକେ ସୋୟା ଚଙ୍କ୍ସ ଟିକେ ଭାଜି ଦେଇଥିଲି ଅଳ୍ପ ତେଲରେ। ଖାଇବାରେ କରିଥିଲି ଜିରା ରାଇସ୍, ଡାଲି, ସୋୟାବିନ୍ର ଚଙ୍କ୍ସ ଅଳ୍ପ ତେଲରେ। ତାପରେ ହେଇଯାଇଥିଲା ଖାଇବା। ସାନ ଝିଅକୁ ଖାଇବାକୁ ଦେଇ ଦେଇଥିଲି। ତାପରେ ମୁଁ ଖାଇସାରିକି ଆଉ ଫ୍ରିଜରେ ଯାହା ବଳକା ଖାଇବା ଥିଲା ସେଥିରେ ଟିକେ ଦହି ପକେଇ ଭାତ ଭଲ ଭାବେ ଗୋଳେଇ ଦେଲି। ତାପରେ ଗଲି ଜଗୁଆଳୀମାନଙ୍କୁ ଖାଇବାକୁ ଦେବାକୁ। ଇଏ ହେଲେ ଆମ ସାହି ଜଗୁଆଳୀ, ବାହାର ଲୋକଙ୍କୁ ଜମା ଭର୍ତ୍ତି କରି ଦଉନାହାନ୍ତି। ଆଉ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ଜଣେଇବେ। ରହିଲି, ଜୟ ଜଗନ୍ନାଥ।